ଯେତେବେଳେ ଆମେ ଦେଖୁଛୁ ଆପଣ ମାନେ ଧାରଣା 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 ପ୍ରତିଶ୍ରୁତି 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 ରହିଗଲେ ନିଯୁକ୍ତି ପର୍ଯ୍ୟନ୍ତ ଯାଇପାରିବେ। ଆଜ୍ଞା ଆଜ୍ଞା ମୁଁ ଗଣେଶ ଜେନା ବାଲେଶ୍ୱରରୁ ଆସିଛି। ଆଜ୍ଞା ଆଜିକି ପ୍ରାୟ 2 ଥର ହେଇଗଲାଣି, 2 ଥର ଏଇଟା ଅନଶନ ହେଲାଣି। ପ୍ରଥମ ଥର ମୁଁ ତ ପ୍ରଥମେ କହିବି ଯେ କି ଆମର ସରକାର ଯିଏ ଗଢ଼ିଛନ୍ତି ସିଏ ଆମର ଗୁରୁଜୀ ଯାହାକୁ କୁହାଯିବ ଗୁରୁଜୀ, କାରଣ ଗୁରୁଜୀରୁ ତାଙ୍କର ଶିକ୍ଷାଗତ ଆରମ୍ଭ କରିଥିଲେ। ଆଜି ସେ ସରକାର ଗଢ଼ିଛନ୍ତି, ଗୁରୁଜୀ ପ୍ରଥମେ ଥିଲେ। କିନ୍ତୁ ସେଇ ଗୁରୁଜୀ ମାନେ ଅତି ଦୁଃଖର କଥା, ଘୂର୍ଣ୍ଣିର କଥାବାର୍ତ୍ତା ଯେ ସେଇ ଗୁରୁଜୀ ଆଜି ଭବିଷ୍ୟତରେ ହେଉଥିବା ଶିକ୍ଷକମାନଙ୍କୁ ହଜାର ହଜାର ଶିକ୍ଷକମାନଙ୍କୁ ଆଣିକି ରାଜରାସ୍ତାରେ ବସେଇଛନ୍ତି। ୟାଠୁ ବଡ଼ ଘୂର୍ଣ୍ଣିର କଥା ଆଉ କିଛି ବି ହେଇପାରିବ ନାହିଁ। ତାପରେ ପ୍ରଥମେ ସରକାର ଯେତେବେଳେ ସେ ସରକାର ଗଢ଼ିଲେ, ପ୍ରଥମେ ସିଏ ଭାଷଣ ମାଧ୍ୟମରେ 4.5 ଓଡ଼ିଆକୁ କହିଛନ୍ତି ଯେ ପିଲାମାନଙ୍କ ଭବିଷ୍ୟତ ଆମ ପାଇଁ ପ୍ରଥମେ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଆଜିକି ପାଖାପାଖି 4 ବର୍ଷ ଇଲେକ୍ସନ ହେଇତେ ବସିଲାଣି, ଆଜି 7,000 ପୋଷ୍ଟ ସମଥିଙ୍ଗ ଅଛି, କିନ୍ତୁ ପ୍ରତ୍ୟେକଟି ସ୍କୁଲରେ ଶିକ୍ଷକମାନେ ଫାଙ୍କା ପଡ଼ିଛନ୍ତି। ସେଇ ସ୍କୁଲର ଶିକ୍ଷକମାନେ ଯେଉଁ ଫାଙ୍କା ପଡ଼ିଛନ୍ତି ସେଇ ସବଜେକ୍ଟ ପ୍ରତି ପିଲାମାନଙ୍କର ମାଇନରିଟି ରହୁଛି, ଯାହାଫଳରେ କି ଷ୍ଟୁଡେଣ୍ଟ ମାନେ ପାଠ ପଢ଼ିବା ପାଇଁ ଅସୁବିଧା ହେଉଛନ୍ତି। ତାହେଲେ ଷ୍ଟୁଡେଣ୍ଟ ମାନଙ୍କର କୋଉଠି ରହିଲା ପାଠ ପଢ଼ାର ଡେଭଲପମେଣ୍ଟ? ଇଏ ତ ଷ୍ଟୁଡେଣ୍ଟ ମାନଙ୍କର ଡେଭଲପମେଣ୍ଟ କରିବା ପାଇଁ ସରକାର ଗଢ଼ୁନାହାନ୍ତି, ଷ୍ଟୁଡେଣ୍ଟ ମାନଙ୍କୁ ବର୍ବାଦ କରିବା ପାଇଁ ସରକାର ଗଢ଼ିଛନ୍ତି। ସରକାର ବୋଧେ ଭୁଲି ଯାଉଛନ୍ତି ଯେ ଆମ ଏକତା ବଳ ଏଇଠି। ଆଜି ଏଇ ଏକତା ବଳ ପାଇଁ ସରକାର ଆଜି ସରକାର ଗଠନ କରିଛନ୍ତି। ଆଉ ଏଇ ଏକତା ବଳ ଏଇଠି ଆମେ ଆପଣଙ୍କୁ ଦେଖେଇଦେବୁ। ଆଜି ହଜାର ହଜାର ମାନେ ଷ୍ଟୁଡେଣ୍ଟ ଆମର ଶିକ୍ଷାର୍ଥୀ ଭବିଷ୍ୟତରେ ହେଉଥିବା ଶିକ୍ଷକ ମାନେ ଅଛନ୍ତି। ଆମେ ଏଇ ଏକତା ବଳରେ ଆମେ ବି ଦେଖେଇଦେବୁ ଯେ ଆଗକୁ ଇଲେକ୍ସନ ଅଛି, ଆମେ ବି ସରକାର ଗଢ଼ିଥିଲୁ, ଆମେ ବି ସରକାର ଭାଙ୍ଗି ପାରିବୁ। ଆଉ ଆମକୁ ପ୍ରାଧାନ୍ୟ ଦିଆଯାଉ, ଯେତେ ପର୍ଯ୍ୟନ୍ତ ଆମର ସମସ୍ୟାର ସମାଧାନ ନ ହୋଇଛି ସେତେ ପର୍ଯ୍ୟନ୍ତ ଆମେ ଏଇଠୁ ଧାରଣା ଦେବୁ, ଗର୍ଜିବୁ। ଆଉ ଯେତେ ପର୍ଯ୍ୟନ୍ତ ସମସ୍ୟାର ସମାଧାନ ନ ହୋଇଛି ଏଇଠି ଖରାରେ ପଡ଼ି ପଡ଼ି ମରିଯିବୁ ପଛେ ଆଗକୁ ହଟିବୁ ନାହିଁ, ଏଇଠି ଆମେ ରହିବୁ। ମୋର ସରକାରଙ୍କୁ ଏତିକି ନିବେଦନ ଯେ ଯଥାଶୀଘ୍ର ଆମ ସମସ୍ୟାର ସମାଧାନ କରନ୍ତୁ। ଆଉ ଆମକୁ ଆଗକୁ ଯେଉଁ 7,000 ସମଥିଙ୍ଗ ଅଛି, କାହିଁକି ଅବସରପ୍ରାପ୍ତ ଶିକ୍ଷକ ମାନେ ପାଇବେ ଚାକିରି? କ'ଣ ଆମ ଷ୍ଟୁଡେଣ୍ଟ ମାନେ ନାହାନ୍ତି? ଯଦି ଆମ ଷ୍ଟୁଡେଣ୍ଟ ମାନେ ନାହାନ୍ତି, ଯଦି ଆମ ଶିକ୍ଷକ ମାନେ ଭବିଷ୍ୟତରେ ହେଉଥିବା ଶିକ୍ଷକ ମାନେ ନାହାନ୍ତି, ତାହେଲେ କ'ଣ ପାଇଁ ଆପଣ ପ୍ରତ୍ୟେକ ବର୍ଷ ବିଏଡ୍ ଖୋଲୁଛନ୍ତି? ପ୍ରତ୍ୟେକ ବର୍ଷ କ'ଣ ପାଇଁ ବିଏଡ୍ ଖୋଲୁଛନ୍ତି ଯେ ବିଏଡ୍ର ସମସ୍ତେ ନାଁ ଲେଖନ୍ତୁ? ଆପଣ ବିଏଡ୍ ବନ୍ଦ କରିଦିଅନ୍ତୁ। ଯଦି ଆପଣ ଶାସନ ଗାଦି ଧରି ନ ପାରୁଛନ୍ତି ତାହେଲେ ଶାସନ ଗାଦିରୁ ଓହ୍ଲେଇ ଆସନ୍ତୁ। କ'ଣ ପାଇଁ ଆପଣ ଶାସନ ଗାଦି ନେଉଛନ୍ତି? ଦରକାର ନାହିଁ ସେ ଶାସନ ଗାଦି। ଯଦି ଆପଣମାନେ ଆମମାନଙ୍କ ପାଇଁ କିଛି କରିପାରିବେ ନାହିଁ, ଭବିଷ୍ୟତରେ ହେଉଥିବା ଶିକ୍ଷକମାନଙ୍କ ପାଇଁ କିଛି କରିପାରିବେ ନାହିଁ, ତାହେଲେ ଆପଣମାନେ ଶାସନ ଗାଦିରେ ରହିବା ଦରକାର ନାହିଁ। କାରଣ ଓଡ଼ିଶାର ପ୍ରଥମେ ଆପଣ ବି କହିଛନ୍ତି ଶିକ୍ଷା ହେଉଛି ଗୁରୁତ୍ୱପୂର୍ଣ୍ଣ। ସବୁ ଷ୍ଟେଟକୁ ଯିବେ, ଶିକ୍ଷା ହେଉଛି ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଆପଣ କ'ଣ କରୁଛନ୍ତି? ଭବିଷ୍ୟତରେ ହେଉଥିବା ଶିକ୍ଷକମାନଙ୍କୁ ଆଣିକି ରାଜରାସ୍ତାରେ ବସାଉଛନ୍ତି। ଆମେ କେବେ ଛାଡ଼ିବୁନି, ଯେତେ ପର୍ଯ୍ୟନ୍ତ ସରକାର ଆପଣ ନ ଶୁଣିଛନ୍ତି ଆମ ସମସ୍ୟାର ସମାଧାନ, ସେତେ ପର୍ଯ୍ୟନ୍ତ ଆମେ ଏଇଠି ବସିବୁ, ଧାରଣା ଦେବୁ। ଆପଣ ଏଇ ଲୟାର ପିଏମ୍ଜିରେ ଗର୍ଜିବୁ ଯେତେ ପର୍ଯ୍ୟନ୍ତ ଆପଣ ନ ଆସୁଛନ୍ତି। ଏତିକି ମୋର